ମୋବାଇଲ ଲୁଟେରାକୁ ଗଛରେ ବାନ୍ଧି ଉଦ୍ୟମ ମଧ୍ୟମ ଦେଲେ ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆବଜାର ନିକଟରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ସମ୍ରାଇ ମୁର୍ମୁ ନାମକ ଜଣେ ଯୁବକ ଗତକାଲି ରାତିରେ ନୂଆବଜାର ଅଞ୍ଚଳରେ ସନ୍ତୋଷ ରାଉତଙ୍କ ଘରେ ପଶି ଦୁଇଟି ମୋବାଇଲ ଚୋରି କରି ଜଳେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଚମ୍ପଟ ମାରୁଥିଲା ବେଳେ ଷ୍ଟେସନରେ ଜିଆର୍ପି ସନ୍ଦେହ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗୋଟିଏ ମୋବାଇଲ ଛାଡ଼ି ଲୁଟେରାମାନେ ଟ୍ରେନ୍ରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ସମ୍ରାଇ ପୂର୍ବରୁ ଏହି ଅଞ୍ଚଳରେ ଚୋରି କରୁଥିବାରୁ ତାକୁ ସ୍ଥାନୀୟ ଲୋକେ ଚିହ୍ନି ପାରି ଅଟକାଇ ଉତ୍ତମ ମଧ୍ୟମ ଦେବାରୁ ଖଡ଼ଗପୁର ଅଞ୍ଚଳରେ ଜଣେ ସହଯୋଗୀ ସହିତ ମିଶି ଚୋରି କରିବା କଥା ସତ ମାନିଥିଲା। ଫଳରେ ତାକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଲୋକେ। ମୋବାଇଲ ଲୁଟେରାକୁ ଗଛରେ ବାନ୍ଧି ଉଦ୍ୟମ ମଧ୍ୟମ ଦେଲେ ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆବଜାର ନିକଟରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ସମ୍ରାଇ ମୁର୍ମୁ ନାମକ ଜଣେ ଯୁବକ ଗତକାଲି ରାତିରେ ନୂଆବଜାର ଅଞ୍ଚଳରେ ସନ୍ତୋଷ ରାଉତଙ୍କ ଘରେ ପଶି ଦୁଇଟି ମୋବାଇଲ ଚୋରି କରି ଜଳେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଚମ୍ପଟ ମାରୁଥିଲା ବେଳେ ଷ୍ଟେସନରେ ଜିଆର୍ପି ସନ୍ଦେହ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗୋଟିଏ ମୋବାଇଲ ଛାଡ଼ି ଲୁଟେରାମାନେ ଟ୍ରେନ୍ରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ସମ୍ରାଇ ପୂର୍ବରୁ ଏହି ଅଞ୍ଚଳରେ ଚୋରି କରୁଥିବାରୁ ତାକୁ ସ୍ଥାନୀୟ ଲୋକେ ଚିହ୍ନି ପାରି ଅଟକାଇ ଉତ୍ତମ ମଧ୍ୟମ ଦେବାରୁ ଖଡ଼ଗପୁର ଅଞ୍ଚଳରେ ଜଣେ ସହଯୋଗୀ ସହିତ ମିଶି ଚୋରି କରିବା କଥା ସତ ମାନିଥିଲା। ଫଳରେ ତାକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଲୋକେ। ମୋବାଇଲ ଲୁଟେରାକୁ ଗଛରେ ବାନ୍ଧି ଉଦ୍ୟମ ମଧ୍ୟମ ଦେଲେ ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆବଜାର ନିକଟରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ସମ୍ରାଇ ମୁର୍ମୁ ନାମକ ଜଣେ ଯୁବକ ଗତକାଲି ରାତିରେ ନୂଆବଜାର ଅଞ୍ଚଳରେ ସନ୍ତୋଷ ରାଉତଙ୍କ ଘରେ ପଶି ଦୁଇଟି ମୋବାଇଲ ଚୋରି କରି ଜଳେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଚମ୍ପଟ ମାରୁଥିଲା ବେଳେ ଷ୍ଟେସନରେ ଜିଆର୍ପି ସନ୍ଦେହ କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗୋଟିଏ ମୋବାଇଲ ଛାଡ଼ି ଲୁଟେରାମାନେ ଟ୍ରେନ୍ରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ସମ୍ରାଇ ପୂର୍ବରୁ ଏହି ଅଞ୍ଚଳରେ ଚୋରି କରୁଥିବାରୁ ତାକୁ ସ୍ଥାନୀୟ ଲୋକେ ଚିହ୍ନି ପାରି ଅଟକାଇ ଉତ୍ତମ ମଧ୍ୟମ ଦେବାରୁ ଖଡ଼ଗପୁର ଅଞ୍ଚଳରେ ଜଣେ ସହଯୋଗୀ ସହିତ ମିଶି ଚୋରି କରିବା କଥା ସତ ମାନିଥିଲା। ଫଳରେ ତାକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଲୋକେ।